ଅଗଷ୍ଟ 8-9 ତାରିଖ 2 ଦିନ ଧରି ଗୋପାଳପୁର ହୋଟେଲ ମେଫେୟାର ଠାରେ ଲାୟନ୍ସ ଜିଲ୍ଲା 332C5ର ସଂସ୍ଥାପନ ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି। ପ୍ରଥମ ଦିବସରେ ବହୁ ଜିଲ୍ଲାର ସମସ୍ତ କ୍ଲବ ମେମ୍ବର, କ୍ୟାବିନେଟ ମେମ୍ବର, ଭିଡିଜି, ପିଡିଜି ମାନଙ୍କ ଉପସ୍ଥିତିରେ ସୁଦୂର ମୁମ୍ବାଇରୁ ଆସିଥିବା ଟ୍ରେନର ଆନନ୍ଦ ମେହେଟା ଏବଂ ଡି ଆରତି ବିଘ୍ନେଶ ବିଭିନ୍ନ କୌଶଳ ମାଧ୍ୟମରେ ଉଚ୍ଚ କୋଟିର ଟ୍ରେନିଂ ଦେଇଥିଲେ। ପରେ ପୂର୍ବତନ ଇଣ୍ଟରନ୍ୟାସନାଲ ନିର୍ଦ୍ଦେଶକ ଅରୁଣା ଅଭୟ ଓସୱାଲ, ଜିଲ୍ଲା ଗଭର୍ଣ୍ଣର ବିକାଶ ନାୟକ, ଭିଡିଜି-2 ଅକ୍ଷୟ ମହାନ୍ତି, ଭିଡିଜି-1 ଅଶୋକ କୁମାର ମହାନ୍ତି, କ୍ୟାବିନେଟ ସେକ୍ରେଟାରୀ ଦୀପକ କୁମାର ଚୌଧୁରୀ, ଡେପୁଟି କ୍ୟାବିନେଟ ସେକ୍ରେଟାରୀ ଶର୍ମିଷ୍ଠା ଦାସ, କୋଷାଧ୍ୟକ୍ଷ ଶୁଭକାନ୍ତ ଦାସ, ବାଗ୍ଲି ଗୁପ୍ତା, ପିଆରଓ ଇନ୍ଦିରା ନାୟକ, ଡେପୁଟି ପିଆରଓ ଗିରିଜା ମିଶ୍ର, ହନରାରୀ କମିଟି ଚେୟାରପର୍ସନ ପ୍ରଭାତ ମହାନ୍ତି, ମେଣ୍ଟର ପ୍ରକାଶ ଜେନା, କମିଟି କୋଅର୍ଡିନେଟର ପ୍ରଲୁବ୍ଧ ଜେନା, LCIFS କୋଅର୍ଡିନେଟର ମମତା ଦାସ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ସାମଲ, RCJDC ଏବଂ ସମସ୍ତ ଜିଲ୍ଲା ପଦାଧିକାରୀମାନଙ୍କୁ ଶପଥ ପାଠ କରାଇବା ସହିତ 10 ଜଣଙ୍କୁ MJF କରାଇଥିଲେ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଅତ୍ୟନ୍ତ ମନମୁଗ୍ଧ କରିଥିଲା। ଅନ୍ତିମ ଦିବସରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ଷ ସାରା ସମସ୍ତ କ୍ୟାଲେଣ୍ଡର ଏବଂ ବଜେଟ୍ ପାସ୍ କରାଯାଇଥିଲା। ଏହାପରେ ଗତ 2025-26 ବର୍ଷର ଜିଲ୍ଲା ଗଭର୍ଣ୍ଣରଙ୍କ ଆୱାର୍ଡ କାର୍ଯ୍ୟକ୍ରମ ସହିତ ସଙ୍ଗୀତ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ବର୍ଷ ସାରା ଯେଉଁମାନେ ଲାୟନ୍ସ କ୍ଲବ ପାଇଁ ଜନସାଧାରଣ ମାନଙ୍କ ପାଇଁ ସମାଜ ପାଇଁ କାର୍ଯ୍ୟ କରି ଆସିଛନ୍ତି ସେମାନଙ୍କୁ 2025-26ର ଜିଲ୍ଲା ଗଭର୍ଣ୍ଣର ମମତା ଦାସ ଟ୍ରଫି ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି 2 ଦିନ ଧରି ଚାଲିଥିବା ଲାୟନ୍ସ କାର୍ଯ୍ୟକ୍ରମର ବିଭିନ୍ନ ପ୍ରାନ୍ତରୁ ଆସିଥିବା 300ରୁ ଉର୍ଦ୍ଧ୍ୱ ମେମ୍ବରମାନେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।